ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଏକ ନୂଆ ଠିକଣା। ଦିଲ୍ଲୀର ସୁନହରିବାଗ ରୋଡରେ ଥିବା ବଙ୍ଗଳା ନମ୍ବର 5 ଏବେ ତାଙ୍କର ନୂଆ ଠିକଣା ହୋଇଯାଇଛି। ରାହୁଲ ଏଠାରେ ରହିବା ପାଇଁ ସମ୍ମତି ବି ଜଣାଇଛନ୍ତି। ତେବେ ଔପଚାରିକ ଭାବେ ଆବଣ୍ଟନ ଏବଂ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଶେଷ ହେବା ପରେ ରାହୁଲ ଗାନ୍ଧୀ ଏଠାକୁ ସ୍ଥାନାନ୍ତରିତ ହୋଇଯିବେ। ଏହା ପୂର୍ବରୁ ସାଂସଦ ଭାବେ ରାହୁଲ ଗାନ୍ଧୀ ଲୁଟିୟନ୍ସ ଜୋନ୍ର 12 ତୋଗଲକ ଲେନ୍ରେ ଏକ ବଙ୍ଗଳାରେ ରହୁଥିଲେ। ତେବେ ଗତ ବର୍ଷ ସଦସ୍ୟତା ହରାଇବା ପରେ ତାଙ୍କ ବଙ୍ଗଳାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ଅବଶ୍ୟ ଯେତେବେଳେ ତାଙ୍କର ସଦସ୍ୟତା ଫେରି ପାଇଥିଲେ ସେତେବେଳେ ଲୋକସଭା ଗୃହ କମିଟି ସେହି ବଙ୍ଗଳାକୁ ପୁନଃ ବଣ୍ଟନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ରାହୁଲ ତାଙ୍କ ଜୀବନର 19 ବର୍ଷ ବିତାଇଥିଲେ। କିନ୍ତୁ ସେ ବଙ୍ଗଳାଟିକୁ ସେ ନେବା ପାଇଁ ମନା କରିଦେଇଥିଲେ। ବିରୋଧୀ ଦଳ ନେତା ଭାବେ ରାହୁଲଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାରୁ ତାଙ୍କୁ ଟାଇପ୍ 8 ବଙ୍ଗଳା ଆବଣ୍ଟନ ହୋଇଛି। ରାହୁଲ ବର୍ତ୍ତମାନ 10 ଜନପଥ ସ୍ଥିତ ନିଜ ମା ସୋନିଆ ଗାନ୍ଧୀଙ୍କ ଘରେ ରହୁଛନ୍ତି। ଏହା ପୂର୍ବରୁ 2004ରୁ 2023 ଏପ୍ରିଲ ପର୍ଯ୍ୟନ୍ତ ତାଙ୍କ ଠିକଣା 12 ତୋଗଲକ ଲେନ୍ ଥିଲା। ଗତ ବର୍ଷ ମାର୍ଚ୍ଚରେ ମାନହାନି ମାମଲାରେ 2 ବର୍ଷ ଜେଲ୍ ଦଣ୍ଡ ଶୁଣାଣି ପରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଏହାପରେ 1 ତୋଗଲକ ଲେନ୍ ବଙ୍ଗଳା ତାଙ୍କ ହାତରୁ ଚାଲିଯାଇଥିଲା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।